ପିଲାମାନେ ଏଇଠି ଆମେ ଦେଖୁଛୁ ଆମର ଯୋଉ ପ୍ରୋଗ୍ରାମ CHSE ର ଡେଟ୍ ସିଟ୍ ଠିକ ଅଛି। ଡେଟ୍ ସିଟ୍ ପରେ ଆମେ ଆଜି ଆଲୋଚନା କରିବା ଯେ ଇମ୍ପୋର୍ଟାଣ୍ଟ କ'ଣ ଅଛି ଯୋଉଟା କି ଜାଣିବା ଦରକାର ଏଇ ଯୋଉ ଏକ୍ସାମ ବିଷୟରେ ସମସ୍ତଙ୍କୁ ଜାଣିବା ଦରକାର ଆର୍ଟ୍ସ ସାଇନ୍ସ କମର୍ସ ସେଇଗୁଡ଼ିକ ଆମେ ଟିକେ ଆଲୋଚନା କରିବା ଆଜି। ଦେଖନ୍ତୁ ମୁଁ ତଳକୁ ଚାଲିଲି, ତଳକୁ କଲା ପରେ ଏଇଠି ଇନଫର୍ମେସନ ଇମ୍ପୋର୍ଟାଣ୍ଟ ଇନଫର୍ମେସନ ବୋଲି ଲେଖା ହେଇଛି। ଦେଖନ୍ତୁ ଇମ୍ପୋର୍ଟାଣ୍ଟ ଇନଫର୍ମେସନ ଦେଖିପାରୁଛନ୍ତି, ଇମ୍ପୋର୍ଟାଣ୍ଟ ଇନଫର୍ମେସନ। এই ইম্পর্টাଣ୍ଟ ইনফরমেশন କ'ଣ ଅଛି ଦେଖିବା। ପ୍ରଥମ ହେଉଛି କ'ଣ, ଦ ଏକ୍ସାମିନେସନ ଥିଓରି ଆଉ ପ୍ରାକ୍ଟିକାଲ ଦୁଇଟା ଯାକ ତାଙ୍କର ଯେଉଁ ପ୍ରୋଗ୍ରାମ ହେଉଛି ସେ ପ୍ରୋଗ୍ରାମ ଅନୁସାରେ ହେବ, ଠିକ ଅଛି। ତେଣୁ ଇଫ୍ ଏନି ଅଫ୍ ଦ ଡେଟ୍ ଇଜ୍ ସବସିକ୍ୱେଣ୍ଟଲି ଡିକ୍ଲାର୍ଡ ଏଜ୍ ହଲିଡେ, ଯଦି ହଲିଡେ କିଛି ଡିକ୍ଲାର ହେବ, ଓକେ, ହଲିଡେ କିଛି ଡିକ୍ଲାର ହେବ, ଠିକ ଅଛି, କିନ୍ତୁ ସେ ଯେଉଁ ଏଜ୍ ପର୍ ଦ ପ୍ରୋଗ୍ରାମ ହିଁ ତମର ହେବ, ଠିକ ଅଛି। ତାପରେ ଦେଖ କ୍ୟାଣ୍ଡିଡେଟ୍ ଆର୍ ଆଡଭାଇଜ୍ ଟୁ ଏଣ୍ଟର ଏକ୍ସାମିନେସନ ସେଣ୍ଟର। ଦେଖ ପିଲାମାନେ, ତମେ ଯେତେବେଳେ ଏକ୍ସାମିନେସନ ମାନେ ପରୀକ୍ଷା ସେଣ୍ଟରକୁ ଯିବ, ପରୀକ୍ଷା ସେଣ୍ଟର କେତେ ମିନିଟ୍ ପୂର୍ବରୁ ତମେ ପହଞ୍ଚିବାକୁ ପଡ଼ିବ? 30 ମିନିଟ୍ ପୂର୍ବରୁ ତମକୁ ପରୀକ୍ଷା ହଲ୍କୁ ପଶିବାକୁ ପଡ଼ିବ। ପରୀକ୍ଷା ହଲ୍ ନାହିଁ, ପରୀକ୍ଷାର ହତା ଭିତରକୁ, ମାନେ ପରୀକ୍ଷାର କେନ୍ଦ୍ର, ପରୀକ୍ଷା କେନ୍ଦ୍ରକୁ ତମେ 30 ମିନିଟ୍ ପୂର୍ବରୁ ପହଞ୍ଚିଯିବ। ପରୀକ୍ଷା ମାନେ ସେଇ କ୍ଷେତ୍ରକୁ, ପରୀକ୍ଷା କେନ୍ଦ୍ରକୁ, ଠିକ ଅଛି। ତାପରେ ଏକ୍ସାମିନେସନର ପରୀକ୍ଷାର ଆରମ୍ଭ ପୂର୍ବରୁ, ଠିକ ଅଛି। ଆଉ କ'ଣ ନା ରୁମ୍ ଭିତରକୁ କେବେ ପଶିବ ନା ଏକ୍ସାମିନେସନ ହଲ୍କୁ ପଶିବାର ଅଛି କେବେ ନା ବିଫୋର 15 ମିନିଟ୍ସ, ମାନେ 15 ମିନିଟ୍ ପୂର୍ବରୁ ଏକ୍ସାମ ହଲ୍ରେ ପ୍ରବେଶ କରିବ ଏବଂ ନିଜର ସିଟ୍ ଯୋଉଠି ଅଛି ସେଇ ସିଟ୍କୁ ଦେଖିକିରି ତମେ କ'ଣ କରିବ, ସେ ସିଟ୍କୁ ଦେଖିକିରି ବସିବ, ଠିକ ଅଛି। ବିଫୋର ସିଟିଂ ପୂର୍ବରୁ, ସିଟିଂ ପୂର୍ବରୁ, ବସିବା ପୂର୍ବରୁ ଗୋଟେ କ୍ୟାଣ୍ଡିଡେଟ୍ ନିଜର ସିଟ୍ ନା ନାହିଁ, ଆଲଟ୍ ହେଇଛି ନା ନାହିଁ, ସେଟା ଦେଖି ନେବାର ଅଛି ନିଜ ରୋଲ ନମ୍ବର ଅନୁସାରେ, ବୁଝିହେଉଛି। ତାପରେ ଦେଖ ଆନ୍ସର ବୁକ୍ ମାନେ ଖାତା କେବେ ଡିଷ୍ଟ୍ରିବ୍ୟୁଟ୍ ହେବ? ଖାତା ତମର 15 ମିନିଟ୍ ପୂର୍ବରୁ ଡିଷ୍ଟ୍ରିବ୍ୟୁଟ୍ ହେବ। ଦେଖ ନାଇଁ, 15 ମିନିଟ୍ ପୂର୍ବରୁ ଡିଷ୍ଟ୍ରିବ୍ୟୁଟ୍ ହେବ ତମର। ସେଇ 15 ମିନିଟ୍ ପୂର୍ବରୁ ତମେ ପଶିବ ପରୀକ୍ଷା ହଲ୍କୁ ଏବଂ ତମକୁ ଖାତା ଦିଆଯିବ, ତମେ ଖାତା ନେଇକି ବସିବ, ଠିକ ଅଛି। ତାହେଲେ କ୍ୱେଶ୍ଚନ ପେପର କେତେବେଳେ ନା କ୍ୱେଶ୍ଚନ ପେପର ଲେଖା ହେଇଛି, ଦେଖ ପିଲାମାନେ, କ୍ୱେଶ୍ଚନ ପେପର ୱିଲ୍ ଡିଷ୍ଟ୍ରିବ୍ୟୁଟେଡ୍ 5 ମିନିଟ୍ସ ବିଫୋର ଦ କମେନ୍ସମେଣ୍ଟ ଦ ଏକ୍ସାମ। ମାନେ ଏକ୍ସାମ ଯଦି 10ଟା ବେଳେ ଆରମ୍ଭ ହେବ ତାହେଲେ ତମକୁ 9:55ରେ ତମର କ୍ୱେଶ୍ଚନ ପେପର ଦିଆଯିବ, ଠିକ ଅଛି। However, the candidate will be allowed to write the answers from 10 AM. 10ଟା ବେଳକୁ ତମେ allowed, ତମେ କ'ଣ ପରୀକ୍ଷା ଆରମ୍ଭ କରିପାରିବ, ମାନେ ତମର ଲେଖା ଆରମ୍ଭ କରିପାରିବ। ତା ପୂର୍ବରୁ 9:55ରେ ତମକୁ କ୍ୱେଶ୍ଚନ ଦିଆଯିବ, ଠିକ ଅଛି। ଆଉ ଗୋଟେ କଥା ହେଉଛି CCTV କ୍ୟାମେରା ଚାରିଆଡ଼େ ଲାଗିଥିବ ପିଲାମାନେ, ତ CCTV କ୍ୟାମେରା ଅଣ୍ଡରରେ ସମସ୍ତେ ଏକ୍ସାମ ଦେବେ। ଆଉ ଏକ୍ସାମିନେସନ୍ସର ବାୟୋଲୋଜିର ଏକ୍ସାମିନେସନ ଯେଉଁଟାକି ସେକ୍ସନ A, ନାଇଁ, ବାୟୋଲୋଜିର ସେକ୍ସନ A କୋଉଟା ନା ବଟାନି, ସେକ୍ସନ B ହେଉଛି ଜୁଲୋଜି। ତେଣୁ ଏଇ ଦୁଇଟି ଏକ୍ସାମ ସେଇ ଗୋଟିଏ ଦିନରେ ହେବ, ସେଇ 3 ଘଣ୍ଟା ଭିତରେ ହେବ, ଠିକ ଅଛି। ତେଣୁ ଏଇଠି ଲେଖା ହେଇଛି କ'ଣ, ରେଗୁଲାର କ୍ୟାଣ୍ଡିଡେଟ୍ ୱିଲ୍ ବି ହେଲ୍ଡ ଇନ୍ ଏ ସିଙ୍ଗଲ ସିଟିଂରେ ହେବ। ଏଟା ଗ୍ୟାପ୍ ଅଫ୍ 20 ମିନିଟ୍ସ ଦିଆଯିବ ଗ୍ୟାପ୍। ଫର୍ଷ୍ଟ କ୍ୟାଣ୍ଡିଡେଟ୍ ସାଲ୍ ବି ସପ୍ଲାଇଡ୍ ଅଫ୍ ବାୟୋଲୋଜି ସେକ୍ସନ A ପ୍ରଥମେ ସପ୍ଲାଏ ହେବ, ତାପରେ 10 AM ରେ ସପ୍ଲାଏ ହେବ, ତାପରେ ପିଲାମାନେ ତାଙ୍କର ଜୁଲୋଜି ସପ୍ଲାଏ ହେବ, ନାଇଁକି 11:50ରେ ସାଲ୍ ବି ଗିଭେନ୍ 11:50ରେ ସପ୍ଲାଏ ହେବ, ତାପରେ ଗୋଟେ ବେଳକୁ ତମର ଗୋଟେ କେତେରେ ସରିଯିବ, 11:50 ବେଳକୁ ସପ୍ଲାଏ ହେବ, ଠିକ ଅଛି। 20 ମିନିଟ୍ ଗ୍ୟାପ୍ ହେବ। ଆଚ୍ଛା, ତାପରେ ଆଉ ଗୋଟେ ପଏଣ୍ଟ କ'ଣ ଅଛି ନା ଅଲ୍ ଦ ରେଗୁଲାର କ୍ୟାଣ୍ଡିଡେଟ୍ସ ଯେଉଁମାନେ 2022ରେ ଆଡମିସନ କରିଥିଲେ +2 ଫାର୍ଷ୍ଟ ଇୟର, ଆଉ ଏକ୍ସ ରେଗୁଲାର କ୍ୟାଣ୍ଡିଡେଟ୍ ଯେଉଁମାନେ 2021ରେ ଆଡମିସନ କରିଥିଲେ ଏବଂ 2023ରେ ଫେଲ୍ ହେଇଛନ୍ତି, ସେମାନେ ଏପିୟର କରିବେ HS ଏକ୍ସାମ୍ସ ୱିଥ୍ ସିଲାବସ୍ ଆଣ୍ଡ ପ୍ୟାଟର୍ନ। କେଉଁ ପ୍ୟାଟର୍ନରେ ନା 2023ରେ ଯେଉଁ ସିଲାବସ୍ ପ୍ୟାଟର୍ନ ସେଇଟାକୁ ଫଲୋ କରିବେ। ଆଉ ଏକ୍ସ ରେଗୁଲାର ଯେଉଁମାନେ 2020ରେ ମାନେ +2 ଫାର୍ଷ୍ଟ ଇୟର ଆଡମିସନ କରିଥିବେ କିମ୍ବା ପୂର୍ବ ପିଲାମାନଙ୍କର, ସେମାନଙ୍କର COVID-19 ପେଣ୍ଡାମିକ୍ ସିଚୁଏସନ୍, ଓକେ, ତାଙ୍କର ଯେଉଁ ସିଲାବସ୍ ପୂର୍ବ ରିଡ୍ୟୁସ୍ ସିଲାବସ୍ ଅନୁଯାୟୀ, ମନେ ରଖ ସିଲାବସ୍, କିନ୍ତୁ ଦ ପ୍ୟାଟର୍ନ ଅଫ୍ ଦ କ୍ୱେଶ୍ଚନ୍ and the pattern of question will be like that of annual HS exam to 2022 ରେ जो annual HS examination ହେଇଥିଲା ସେଇଭଳିଆ pattern ରହିବ। and that of ex regular candidates, ଯେଉଁମାନଙ୍କର କାହାର ରହିବ
ना एक्स रेगुलर कैंडिडेट्स रजिस्टर्ड अप टू 2020 हु एपियर्ड इन एचएस एग्जाम तो 2023 ओके जो माने भी 2023 रे एपियर माने करिसंती ओके तो 2023 रे एपियर करचंती किंतु से माने 2020 पूर्व रजिस्टर करथिबे सेमानकर एचएस एग्जामिनेशन 2022 भलिया माने क्वेश्चन पेपर रहिबो ताले जणा पड़ी जाउची जे 50% एमसीक्यू आसियो बोली एई जो इंपोर्टेंट मेसेज रु जणा पड़ी जाउची 50% एमसीक्यू आसियो लेकिन 2022 रे एनुअल एग्जाम जो हेतिला सेटा 50% एमसीक्यू थिला नै कि 2023 रु हटि जाइतिला तेणु एटा होची पुराना जोटा कि पूर्व एक्स रेगुलर पिला मानक पई एठी लेखाइची तेणु माने एक्स रेगुलर पिला माने एमसीक्यू प्रश्न को बेसी ध्यान देबे अच्छा तापर देखो तेणु केतेबेले कोन चेंज करूची नोटिस तेणु बड़ चेंज हिची एटा तेणु आमे बुझी दबा फॉर द प्रोजेक्ट इवैल्यूएशन ऑफ वाइवा बॉस इन कॉमर्स स्ट्रीम ग्रुप्स आर टू बी फॉर्म टेकिंग मिनिमम 24 स्टूडेंट 24 स्टूडेंट्स रो ग्रुप होबो प्रोजेक्ट इवैल्यूएशन कॉमर्स रे इवैल्यूएशन वाइवा बॉस ऑफ ए ग्रुप इज टू बी कंप्लीटेड इन 3 आवर्स अच्छा 3 घंटा प्रैक्टिकल वाइवा बॉस सब किछ मिसी की द ड्यूरेशन ऑफ प्रैक्टिकल एग्जामिनेशन जोटा कि सेमानकर होची तो प्रैक्टिकल एग्जामिनेशन मध्ये 3 आवर्स ड्यूरेशन ओके वोकेशनल स्ट्रीम ट्रेड पेपर्स 3 या 4 प्लीज रेफर टू एनेक्सर 1 द स्टूडेंट्स अंडर डिस्टेंस एजुकेशन रेस्पेक्टिव सब्जेक्ट्स इन द सिटिंग एंड डेट मेंशन आर्ट एंड कॉमर्स स्ट्रीम तेणु आर्ट्स एंड कॉमर्स स्ट्रीम रे जो अच्छे से भलिया तांकर भी एग्जाम हबो एनी ओमिशन कमिशन इन द प्रोग्राम मस्ट बी ब्रॉट टू द नोटिस ऑफ द कंट्रोल ऑफ एग्जाम्स इमीडिएटली ठीक अच्छे तेणु कौन भी डाउट थिले तुमे कंट्रोल ऑफ एग्जाम्स को इमीडिएटली तुमे कांटेक्ट करि परिबो लिखाई किंतु तांकर फोन नंबर दे दिया आइनी ओके मेल रे कांटेक्ट करिवो ठीक अच्छे तो पिला माने बहुत इंपोर्टेंट कथा हमें जानिले जे एक्स रेगुलर पिला मानकर जो 2022 एग्जामिनेशन पैटर्न अनुसार हम आगुरी जो नोटिफिकेशन थिला 2023 बोली लेखा जाइतिला किंतु एठी लेखा हिची तमर जो डेट शीट अछि लेखा हिची द पैटर्न ऑफ क्वेश्चन विल बी लाइक दैट ऑफ एनुअल एचएसएस एग्जामिनेशन 2022 बोली लेखा हिची तेणु तमर माने फुल 50% एमसीक्यू आसीबो एक्स रेगुलर पिला मानकर ठीक अछि एटा लास्ट चांस बोली लेखा हितला आगुरू तेणु पिला माने एटा को समस्त शेयर करिवे थैंक यू वेरी मच रॉयली बंदी उत्कल जनानी।